ନମସ୍କାର ସାଙ୍ଗମାନେ, ଜୟ ଶ୍ରୀ ଜଗନ୍ନାଥ। ମୁଁ ରାଜେଶ ଆପଣଙ୍କୁ ସ୍ୱାଗତ ଜଣାଉଛି ଆଉ ଏକ ନୂଆ ବ୍ଲଗ। ଆଜି ମୁଁ ନେଇକି ଆସିଛି ଆମ ଗାଁରେ ଥିବା ଶ୍ରୀ ଶ୍ରୀ ସତ୍ୟନାରାୟଣ ମନ୍ଦିର ନିକଟରେ ହେଉଥିବା ନୂତନ ମଣ୍ଡପର କାର୍ଯ୍ୟ କେତେ ଦୂର ଗଲା ଓ କ'ଣ କ'ଣ ଆରମ୍ଭ ହୋଇଛି। ମଣ୍ଡପର ଚାରିପାର୍ଶ୍ୱର ଦୃଶ୍ୟ ଆପଣ ଦେଖିପାରୁଛନ୍ତି। ଇଏ ହେଉଛି ଶ୍ରୀ ଶ୍ରୀ ସତ୍ୟନାରାୟଣ ମନ୍ଦିର। ନୂଆ ମଣ୍ଡପର ଚାରୋଟି ଖୁଣ୍ଟ ତିଆରି ହେଲା ପରେ ନିମିଟନର ଢଳେଇ ଦିଆଯାଇଛି। ତା ଉପରେ 2.5 ଫୁଟର ଇଟା ଗାନ୍ଥିନୀ କରାଯାଇଛି। ଏ ହେଉଛି ବୋଇତଳୀ ନଦୀର ତୁଠ। ଏଠି ଶହ ଶହ ଲୋକ ନିତିଦିନ ସ୍ନାନ କରନ୍ତି। ମନ୍ଦିରର ଚାରିପାର୍ଶ୍ୱରେ ଥିବା ସୁନେଲି ପରିବେଶ ଖୁବ୍ ଶାନ୍ତ ନିର୍ମଳ ବାତାବରଣ ସୃଷ୍ଟି କରୁ। ଏ ହେଉଛି ପୁରୁଣା ମଣ୍ଡପ। ମୁଁ ଆପଣଙ୍କୁ ପଶ୍ଚିମ ପଟରୁ ମନ୍ଦିରର ଦୃଶ୍ୟ ଦେଖାଉଛି। ବୈତରଣୀ ନଦୀରେ ଅଧିକ ମାତ୍ରା ପାଣି ହେଲେ ଏସବୁ ଅଞ୍ଚଳ ଜଳମଗ୍ନ ହୋଇଯାଏ। ଆପଣ ଦେଖିପାରୁଛନ୍ତି ନୂଆ ମଣ୍ଡପରେ 5ଟି ପାହାଚ ତିଆରି ହୋଇଛି। ଖରା ବେଳର ଝାଞ୍ଜି ପବନରେ ମନ୍ଦିରର ବାନା ଫରଫର ହୋଇ ଉଡ଼ୁଛି। ଆପଣ ଦେଖିପାରୁଛନ୍ତି ଏ ହେଉଛି ନଦୀବନ୍ଧ, ଯିଏକି ବନ୍ୟା ସମୟରେ ଶହ ଶହ ଗାଁକୁ ରକ୍ଷା କରେ। ତାର ତୁଳନା ଅତୁଳନୀୟ। ସେ ଆମ ପାଇଁ ଭଗବାନ ସ୍ୱରୂପ ହୋଇ ଆମକୁ ରକ୍ଷା କରେ। ଏ ହେଉଛି ଆମ ଗାଁକୁ ଯିବା ରାସ୍ତା। ମଣ୍ଡପର ଛାତ ପଡ଼ିଥିବାର ଦୃଶ୍ୟ ନେଇକି ଆସିବି। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍